ଖ୍ରୀଷ୍ଟପ୍ରେମୀ ବନ୍ଧୁଗଣ, ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି। ବିଶେଷ ଭାବରେ ଏହି ରବିବାରର ସୁସମାଚାର ପ୍ରଥମ ପଠନ ଏବଂ ଦ୍ୱିତୀୟ ପଠନ ଉପରେ ଆଜି ବିଶେଷ ଭାବରେ ମଣ୍ଡଳୀ ଆମମାନଙ୍କୁ ଆହ୍ୱାନ କରେ ସେହି ପବିତ୍ର ପରିବାର, ପବିତ୍ର କୁଟୁମ୍ବ ବା ନାଜରେଥ ଫ୍ୟାମିଲି, ଯେଉଁଠି ଯୀଶୁ ଅଛନ୍ତି, ତାଙ୍କ ପିତାମାତା ଅଛନ୍ତି। ଏତେ ସୁନ୍ଦର ପରିବାର, ପବିତ୍ର ପରିବାର, ଆଉ ଏହି ପରିବାରକୁ ଆମମାନଙ୍କୁ ଅନୁକରଣ କରିବା ପାଇଁ ଆଜିର ସୁସମାଚାର ଆମମାନଙ୍କୁ ଶିକ୍ଷା ଦିଏ। ପ୍ରିୟ ଭାଇ ଓ ଭଉଣୀମାନେ, ଆଜିର ଦୁନିଆରେ ଆମମାନେ ସବୁକିଛି ବାଛିପାରିବା। ଅନେକ ମଲ୍ ଗୁଡ଼ାକ ଅଛି, ବଡ଼ ବଡ଼ ବଜାର ଅଛି। ଯଦି ସେଠି ଯିବା, ଆମର ନିଜର ଚଏସ୍ ପ୍ରକାରେ, ନିଜର ଇଚ୍ଛା ପ୍ରକାରେ ଆମମାନେ ଅନେକ ବିଷୟ କିଣିପାରିବା, ଯେଉଁଟା ଆମେ ଚାହିଁବା। ପୁଅ ଝିଅମାନେ ଯେଉଁମାନେ ଅଧ୍ୟୟନ କରୁଛନ୍ତି, ସେମାନେ ମଧ୍ୟ ନିଜର ଭବିଷ୍ୟତରେ ସେମାନେ କ'ଣ କରିବେ ସେମାନେ ବାଛିପାରିବେ। ଅର୍ଥାତ୍ ନିଜର କ୍ୟାରିୟର କ'ଣ ମୁଁ ହେବି ଭବିଷ୍ୟତରେ ତାହା ବାଛିପାରିବା। ବହୁତ ଗୁଡ଼ିଏ ଅପସନ୍ ଅଛି ଏଇ ଜୀବନରେ, କିନ୍ତୁ ଗୋଟିଏ କଥା ଆମେ ବାଛିପାରିବା ନାହିଁ, ତାହା ହେଲା ଆମର ପରିବାର। ଆମର ପରିବାର ବା ମୁଁ ମୋର ପରିବାରକୁ ମୁଁ ବାଛି ନାହିଁ, କିମ୍ବା ମୋର ବାପା ମା ଭାଇ ଭଉଣୀକୁ ମୁଁ ବାଛିପାରିବେ ନାହିଁ। ଏହା ହେଉଛି ପ୍ରଭୁଙ୍କର ଦାନ। ତେଣୁ ଲେଖା ଅଛି, ସନ୍ତାନ ସନ୍ତତି ପ୍ରଭୁଙ୍କର ଦାନ। ଗୀତ ସଂହିତା 127:3 ପଦରେ ଯେ ପୁଅ ଝିଅ ବା ସନ୍ତାନ ସନ୍ତତି ହେଉଛି ଗର୍ଭ ଏକ ପୁରସ୍କାର ଏବଂ ସନ୍ତାନ ହେଉଛି ଏକ ଦାନ। ସେହିପରି ପ୍ରତ୍ୟେକ ପରିବାର ଈଶ୍ୱରଙ୍କ ଠାରୁ ଆସିଥାଏ, ଈଶ୍ୱର ଦେଇଥାନ୍ତି। ଯେପରି ଲେଖା ଅଛି ଏଫେସୀୟ 3:14 ପଦରେ ସାଧୁ ପାଉଲ କହନ୍ତି, ସ୍ୱର୍ଗ ମର୍ତ୍ତ୍ୟର ପ୍ରତ୍ୟେକ ପରିବାର ପ୍ରଭୁଙ୍କ ନାମରେ ନାମିତ ହୋଇଛି, ଅର୍ଥାତ୍ ପ୍ରଭୁଙ୍କ ଠାରୁ ଆସିଛି। ପ୍ରିୟ ଭାଇ ଭଉଣୀମାନେ, ଆମେ ସମସ୍ତେ ପରିବାରରୁ ଆସିଛୁ। ଏଣୁ ଉଣା ଅଧିକେ ସମସ୍ତଙ୍କର ଅନୁଭୂତି ଅଛି। ପରିବାରରେ ଯାହା ଘଟେ, ଆମର ବାପା ମାଙ୍କ ଭିତରେ ବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ, ପୁଅ ଝିଅ ଏବଂ ପିତାମାତାଙ୍କ ମଧ୍ୟରେ ଯେଉଁ ପ୍ରକାର ସମ୍ପର୍କ ରହୁଛି, ଯେଉଁ ପ୍ରକାର ଭାବେ ଆମମାନେ ପରସ୍ପର ପ୍ରତି ଆମମାନେ ବ୍ୟବହାର କରୁଛୁ, ସବୁ ଆମର ଅନୁଭବ ଅଛି। ଆଜିର ପ୍ରଥମ ପଠନ ଆମେ ଶୁଣିବା ଯେ ବେନସିରା ଗ୍ରନ୍ଥ 3:12 ଆମେ ଯଦି ପଢ଼ିବା, ପୁଣି ତବିତ ଗ୍ରନ୍ଥ 4:3 ପଦ, ପୁଣି ବେନସିରା ଗ୍ରନ୍ଥ 7:27 ପଦ, ଏଫେସୀୟ 6:ରୁ ଯଦି ଆମେ ପଢ଼ିବା, ଆମେ ଜାଣିବା ଯେ ସେଠାରେ ପ୍ରଭୁଙ୍କର ବାକ୍ୟ ଏହା କହେ, ତୁମେ ଯଦି ତୁମର ପିତାମାତାଙ୍କୁ ସମ୍ମାନ କରିବ, ବୃଦ୍ଧ କାଳରେ ସେମାନଙ୍କର ଯତ୍ନ ନେବ ଏବଂ ତାଙ୍କ ପ୍ରତି ଭକ୍ତିଭାବ ରଖିବ, ତେବେ ତୁମମାନଙ୍କ ପାଇଁ 3ଟି ଆଶୀର୍ବାଦ ଅଛି। ଯେଉଁମାନେ ବାପା ମାଙ୍କୁ ନିଜ ବୃଦ୍ଧ କାଳରେ ସାହାଯ୍ୟ କରନ୍ତି, ଅର୍ଥାତ୍ ସେମାନଙ୍କ ଯତ୍ନ ନିଅନ୍ତି, ସେମାନଙ୍କ ପାଇଁ 3ଟି ପୁରସ୍କାର। କ'ଣ ସେଇ 3ଟି ପୁରସ୍କାର? ଏହିସବୁ ପଠନ ଗୁଡ଼ାକ ମୁଁ କହିଲି, ବେନସିରାକ୍ 3:12 ବା ବେନସିରାକ୍ 7:27 ବା ତବିତ ଗ୍ରନ୍ଥ 4:3, ଏହିସବୁରେ ଏହି 3ଟି ବିଷୟ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ଆମେ ଦେଖିବାକୁ ପାଉଛୁ ଯେ ଯିଏ ନିଜର ପିତାମାତାଙ୍କୁ ସମ୍ମାନ କରିବ, ଆଦର କରିବ, ତାଙ୍କର ବୃଦ୍ଧ ଅବସ୍ଥାରେ ଯତ୍ନ ନେବ, ସେମାନଙ୍କ ପାଇଁ 3ଟି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଥମତଃ, ସେମାନେ ଯେତେବେଳେ ହାତ ଉଠାଇ ପ୍ରାର୍ଥନା କରିବେ, ସେମାନଙ୍କର ପ୍ରାର୍ଥନା ପ୍ରଭୁ ଶୁଣିବେ, କାରଣ ସେମାନେ ନିଜର ବାପା ମାଙ୍କୁ ଯତ୍ନ ନିଅନ୍ତି, ସେବା କରନ୍ତି। ଈଶ୍ୱର ଆମର ପ୍ରାର୍ଥନା ଶୁଣିବେ। ଦ୍ୱିତୀୟ ହେଲା, ଆମମାନଙ୍କର ପାପ କ୍ଷମା ହେବ, କାରଣ ଆମେ ପିତାମାତାଙ୍କର ସେବା କରୁଛୁ। ଯେଉଁମାନେ ତାହା କରିବେ, ସେମାନଙ୍କର ପାପ ଯେଡ଼େ ବଡ଼ ପାପ ହେଉନା କାହିଁକି, ପ୍ରଭୁ ସେମାନଙ୍କର ପାପ କ୍ଷମା କରିବେ। ପୁଣି ତୃତୀୟ ବିଷୟ ହେଲା ଯେ ସେମାନେ ଦୀର୍ଘଜୀବୀ ହେବେ, ବହୁ ବର୍ଷ ବଞ୍ଚିବେ। ଏଇଟା ଗୋଟେ ଆଶୀର୍ବାଦ। କେଉଁମାନଙ୍କ ପାଇଁ? ଯେଉଁମାନେ ପିତାମାତାଙ୍କର ଯତ୍ନ ନେବେ, ସେବା କରିବେ। ଗୀତ ସଂହିତା 128 ଯଦି ଆମେ ପଢ଼ିବା, ଅତି ସୁନ୍ଦର ବିଷୟ ସେଇଠି ପରିବାର ପାଇଁ। ମୁଁ ଭାବେ ଆମେ ସବୁଦିନ ପ୍ରତ୍ୟେକ ପରିବାର ଏହି ଗୀତ ସଂହିତା 128 ପଢ଼ିବା। ଯଦି ସେଇଠି ଆମେ ଦେଖିବାକୁ ପାଇବା କିପରି ପ୍ରଭୁ ପ୍ରତିଶ୍ରୁତି ଦିଅନ୍ତି କେଉଁମାନଙ୍କ ପାଇଁ? ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି, ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦିଅନ୍ତି।
ଆଉ ସେମାନଙ୍କ ପାଇଁ ଅନେକ ଅନେକ ପ୍ରତିଶ୍ରୁତି ରହିଛି। ତାମାନେ ଆମର ପରିବାର ଏକ ଈଶ୍ୱର କୈନ୍ଦ୍ରିକ ପରିବାର ହେବା ଆବଶ୍ୟକ। ଆମମାନଙ୍କର ପରିବାର ଏକ ପ୍ରଭୁ ଭୟ, ପ୍ରଭୁ ପ୍ରଥମ ସ୍ଥାନ ନେବା ଦରକାର। ତେବେ ତାହା ହିଁ ସେଇଠି ଲେଖା ଅଛି, ବାପାମାନଙ୍କ ପାଇଁ ଆଶୀର୍ବାଦ ଅଛି। କିନ୍ତୁ ଯେଉଁମାନେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବେ, ଯେଉଁ ପରିବାର ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବ ବା ପ୍ରଭୁଙ୍କୁ ଭୟ କରିବେ, ସେମାନଙ୍କ ପାଇଁ ପ୍ରତିଶ୍ରୁତି ହେଲା ସେହି ଘରର ବାପାମାନେ ସବୁବେଳେ କର୍ମଠ ରହିବେ, ସବୁବେଳେ ସୁସ୍ଥ ରହିବେ। ସେମାନଙ୍କର ହସ୍ତରେ ପରିଶ୍ରମ କରିଥିବାର ଫଳ ସେମାନେ ପାଇବେ। ସେମାନେ ସିଓନର ମଙ୍ଗଳ ଦେଖିବେ ଏବଂ ସେମାନେ ଦୀର୍ଘଜୀବୀ ହେବେ। ସେମାନଙ୍କର ସନ୍ତାନ ସନ୍ତତିକୁ ଦେଖିବେ। କି ଆଶ୍ଚର୍ଯ୍ୟ, କି ସୁନ୍ଦର ପ୍ରତିଶ୍ରୁତି ପ୍ରଭୁ ଦେଉଛନ୍ତି ଯେ ଯେଉଁମାନେ ପ୍ରଭୁଙ୍କୁ ଭୟ କରିବେ, ବିଶେଷ ଭାବରେ ବାପାମାନଙ୍କ ପାଇଁ, ସେମାନେ କେବେ ଅଳସୁଆ ହେବେ ନାହିଁ, ସବୁବେଳେ କର୍ମରତ ରହିବେ, ସୁସ୍ଥ ରହିବେ ଏବଂ ବହୁ ସନ୍ତାନ ସନ୍ତତି ଦେଖିବେ, ବହୁ ବର୍ଷ ବଞ୍ଚିବେ। ଏହିସବୁ ପ୍ରତିଶ୍ରୁତି ଅଛି। ଏବଂ ପୁଅ ଝିଅ ପତ୍ନୀ ପାଇଁ କ'ଣ ପ୍ରତିଶ୍ରୁତି ଅଛି ସେଇଠି? ସେଇ ଗୀତ ସଂହିତା 128 ପଢ଼ିବା, ସେମାନେ ଗୃହର ଅନ୍ତଃପୁରରେ ରହିବେ। ଅର୍ଥାତ୍ ଯେହେତୁ ସେମାନେ ଗୃହରେ ରହିବେ, ସେମାନଙ୍କର କୌଣସି ଭୟ ନାହିଁ, ନିରାପଦା ସୁରକ୍ଷା ଅଛି। ପୁଣି ସେମାନଙ୍କୁ ଅଙ୍ଗୁର ଲତା ସହିତ ତୁଳନା କରାଯାଇଛି। ଅଙ୍ଗୁର ଯେପରି ଅତି ମୂଲ୍ୟବାନ, ଅଙ୍ଗୁର ଯେପରି ଅତି ସ୍ୱାଦଜନକ, ସେହି ମା'ମାନେ ଅତି ମୂଲ୍ୟବାନ ହେବେ ଏବଂ ସେମାନେ ସମସ୍ତଙ୍କର ଆଦରଣୀୟା ହେବେ। ସେହି ମା'ମାନେ ଯେଉଁମାନେ ପ୍ରଭୁଙ୍କୁ ଭୟ କରିବେ, ଯେଉଁ ପରିବାରରେ ଈଶ୍ୱର କୈନ୍ଦ୍ରିକ ପରିବାର ଅଟେ। ପୁଣି ପୁଅ ଝିଅମାନେ କେମିତି ହେବେ? ସେମାନଙ୍କ ପାଇଁ କ'ଣ ପ୍ରତିଶ୍ରୁତି ଅଛି? ଯେଉଁମାନେ ପ୍ରଭୁଙ୍କୁ ମାନିବେ, ପ୍ରଭୁଙ୍କୁ ଭୟ କରିବେ, ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବେ, ସେମାନେ ଜିତ ବୃକ୍ଷର ଚାରା ପରି ହେବେ। ଜିତ ବୃକ୍ଷ ଆମେ ଜାଣୁ ପାଲେଷ୍ଟାଇନରେ ଏହି ବୃକ୍ଷର ସ୍ୱଭାବ, ଯେଉଁଠି ବି ଏହା ବହୁତ ବର୍ଷ ଯାଏ ବଞ୍ଚି ରହେ। ଆଉ ଯେଉଁଠି ବି ପକାଇ ଦିଆଏ ସେଇଠି ସେ ଉଠିବ। ଖରା ହେଉ, ବର୍ଷା ହେଉ, ପାହାଡ଼ ହେଉ, ପର୍ବତ ହେଉ, ଏହି ଗଛଟି ଉଠିବ, ବଢ଼ିବ। ଅର୍ଥାତ୍ ଯିଏ ପ୍ରଭୁଙ୍କୁ ଭୟ କରିବ, ପ୍ରଭୁଙ୍କୁ ମାନିବ, ସେହି ପୁଅ ଝିଅମାନେ ସବୁବେଳେ ଏହି ଜିତ ବୃକ୍ଷ ପରି ହେବେ। ଅର୍ଥାତ୍ ଜିତ ବୃକ୍ଷର ଆଉ ଗୋଟେ ସ୍ୱଭାବ ହେଲା, ଏହାର ଫଳ, ଏହାର କାଠ, ଏହାର ପତ୍ର ବହୁତ ଉପକାରୀ, ଏହାର ତୈଳ ଏହିସବୁ ବହୁତ ବହୁତ ମୂଲ୍ୟବାନ। ଅର୍ଥାତ୍ ଏହାଦ୍ୱାରା ଏ ଯେଉଁ ମୁକୁଟ କରାଯାଏ ଅଲିମ୍ପିକରେ ବିଜେତାମାନଙ୍କୁ, ଏହି ଜିତ ପତ୍ରରେ ସେମାନଙ୍କୁ ମୁକୁଟ ଦିଆଯାଏ, ସମ୍ମାନ ଦିଆଯାଏ। ଏହି ଜିତ ବୃକ୍ଷର ତୈଳ ଯାହା ହୁଏ ତା ମଞ୍ଜିରୁ ସେଇଠୁ ଅଭିଷେକ କରାଯାଏ, ରାଜାମାନେ ଅଭିଷିକ୍ତ ହୁଅନ୍ତି। ଏହିପରି ଏହି ଜିତ ବୃକ୍ଷର ବହୁତ ଭଲ ସ୍ୱଭାବ। ଆଉ ଯେଉଁଠି, ଅର୍ଥାତ୍ ଯେଉଁ ପୁଅ ଝିଅମାନେ ପ୍ରଭୁଙ୍କୁ ଭୟ କରିବେ, ସେମାନେ ସବୁବେଳେ ଯେଉଁଠି ବି ଛାଡ଼ି ଦିଅ, ସେମାନେ ସଫଳତା ଲାଭ କରିବେ। ନହେଲେ ଯେତେବେଳେ ଆମେ ପ୍ରଭୁଙ୍କୁ ଭୟ କରୁନା, ଛୋଟ କଥା ମଧ୍ୟ ବିଭିନ୍ନ ଆଳ ଦେଖି ଆମେ ଘରକୁ ଫେରି ଆସୁ ବା ସେହି ସ୍ଥାନରେ ଆମେ ରହିପାରୁନୁ, ଆଡ଼ଜଷ୍ଟ କରିପାରୁନୁ, କାରଣ ଆମେ ପ୍ରଭୁଙ୍କ ସହିତ ଜଡ଼ିତ ହୋଇନଥାଉ। ତେଣୁ ପ୍ରିୟ ଭାଇ ଭଉଣୀମାନେ, ଆଉ ଗୋଟେ ଏଇ ଯେଉଁ ପବିତ୍ର କୁଟୁମ୍ବ ପରିବାରଠାରୁ ଆମେ କ'ଣ ଶିକ୍ଷା କରିବା? ଆମେ ଜାଣୁ ଆଜିର ଦ୍ୱିତୀୟ ପଠନରେ ମଧ୍ୟ କୁହାଯାଏ ଯେ ବିଭିନ୍ନ ସାଧୁ ପାଉଲ ଲେଖି କହନ୍ତି ଯେ 3 ଅଧ୍ୟାୟ 12 ପଦରୁ ଏଫିସିୟ ସେଇଠି ମଧ୍ୟ କଲସିୟ 3 ଅଧ୍ୟାୟ 12 ପଦରୁ ଭଦ୍ରତା, ସହିଷ୍ଣୁତା ଏବଂ ଧୈର୍ଯ୍ୟ, ଏହିସବୁ ଗୁଣ ଗୁଡ଼ିକରେ ଭୂଷିତ ହେବା ପାଇଁ ଅନେକ ଭାଲ୍ୟୁ ଏଜୁକେସନ୍ ଆମମାନଙ୍କୁ ଦିଆଯାଏ। ଦୟା ଆଉ ସବୁଠାରୁ ପ୍ରେମ, କାରଣ ପ୍ରେମ ହିଁ ସମସ୍ତଙ୍କୁ ଏକ କରି ରଖିଥାଏ। ତେଣୁ ପ୍ରେମ, ଏହିସବୁ ମୂଲ୍ୟବୋଧ ଗୁଡ଼ାକ ଆମେ ପରିବାର ଶିଖିଥାଉ। ତେଣୁ ପ୍ରିୟ ଭାଇ ଭଉଣୀମାନେ, ବାପା ମା' ହେଲେ ପ୍ରଥମ ଶିକ୍ଷକ। ଅଧିକାଂଶ ସମୟରେ ଆମେ ଭାବୁ ହଷ୍ଟେଲକୁ ପଠାଇଦେବା, ଅନ୍ୟକୁ ଦେଇଦେବା, ସେମାନେ କରି ନା, ପ୍ରଥମ ପିତାମାତା ହେଲା ବାପା ମା'। ଯଦି ବାପା କିମ୍ବା ମା' ଯେତେବେଳେ ଆଣ୍ଠୁ ପୋତୁଛି, ପିଲା ତାହା ଦେଖୁଛି। ଆଜିକାଲି ଖାଲି କହିଦେଲେ ଯାଅ ଚର୍ଚ୍ଚକୁ ଯାଅ, ଶୁଣିବେ ନାହିଁ ପିଲାମାନେ। ଯେତେବେଳେ ବାପା ମା' ନିଜେ ଯାଉଛନ୍ତି ଚର୍ଚ୍ଚକୁ, ସେମାନେ ତାହା ଅନୁକରଣ କରିବେ। ଯେତେବେଳେ ବାପା ମା' ହାତ ଯୋଡ଼ି ଆଣ୍ଠୁ ପୋତୁଛନ୍ତି, ଆଉ ଯେତେବେଳେ ବାପା ମା' ସେଇ ବାଇବେଲକୁ ନେଇକି ଚୁମ୍ବନ ଦେଉଛନ୍ତି, ଯେତେବେଳେ ଦୀପ ଦେଉଛନ୍ତି, ଆଉ ଏହିପରି ଭାବରେ ଆମର ଭକ୍ତିକ୍ରିୟା, ଈଶ୍ୱର ଭୟ ପରିବାରରେ ସୃଷ୍ଟି ହୋଇଥାଏ। ଆଉ ଦ୍ୱିତୀୟ ବିଷୟ ହେଲା ପ୍ରଭୁଙ୍କର ବଚନ ପଢ଼ିବା।
पवित्र कुटुंब परिवार सबुबले से ईश्वरंकर स्वर शुणुले। आमे जानुचु जोसेफ प्रतिटी समय रे से दूतंकर स्वर शुणी पारुथिले, अर्थात प्रभुंकर स्वर शुणिया पई आमे चेष्टा करिबा। पवित्र कुटुंब परिवार रे सबुबले जोसेफ दूतंकर स्वर शुणी से कार्य करुथिले। प्रत्येक गृहर बापा माने सही प्रकार आमान को प्रभुंकर वचन द्वारा ही आमे कौन करिया को पड़िबो ताहा शुणिबा दरकार। जेपरि जेतेबेले यीशुंक जीवन रे जेतेबेले हेरोद मारिया पई चेष्टा कले, स्वर्गर दूत आसी सही जोसेफंकु देले, नियो नहीं जाओ पुओ को सुरक्षा दियो। आ किपरि तत्परतार सहित साधु जोसेफ एवं मारिया पुओ को धरी मिसर देश को चली गले, अचिन्हा अजनार देश को गले। अर्थात बापा मार कर्तव्य मध्य परिवार को बापार कर्म है सुरक्षा देवा। जेतेबेले पुओ हजिगला आमे जानुचु से केते आतुरतार सहित तांकर पुओ को दुई जन खोजिले। आ ही प्रति परिवार रे बापा मांकर स्नेह। आ स्वामी और स्त्री मध्य पुरुष और स्त्री मध्य कौन कह जाए एफिसियो 5 अध्याय आम बह समय पढ़ी था। आज द्वितीय पठन में पढ़ी था जे स्त्री मान को कह जाउछि तुम मानकर स्वामीर बसीभूत हो, तुमर स्वामीर बसीभूत हो। जेकोसी अनुष्ठान हो, परिवार हो बा जेकोसी ऑर्गेनाइजेशन हो, दीटा हेड रही पारिबे ना, गोटे ही हेड गोटे मस्तक। से परिवार रे स्वामी हेले मस्तक, अर्थात तांकर डायरेक्शन रे परिवार चलियो, तांको निर्देश रे परिवार चले। यार अर्थ नुहे कि से अन्य को तुच्छ करिवो, अन्य उपरे निजर आधिपत्य विस्तार करिवो ना, किंतु जड़े हेड जड़े ही मुख्य रहिबा दरकार। जोटी दीटा हेड रहिबो सेही परिवार सेही संस्था सेही अनुष्ठान चलिबो नाही। तेणु जदि बापा जदि मस्तक होंती परिवार रो, माँ मध्य कौन सी एटारे कम नुहे। माँ होउछंती हृदय। आ हृदय भावी आमे जानुछु मस्तक एवं हृदय माइंड एंड हार्ट ए दीटा भितर समन्वय रहिबा आवश्यक, कोऑपरेशन सहयोग रहिबा आवश्यक। मार मध्य अनेक भूमिका अच्छी। पुओ झील मान को केमिति जत्न नेबा, केमिति सेवा करवा, यही सब मध्य पुओ झील मान। तेणु प्रिय भाई भौणी माने आसतु आमानकर परिवार को आज सही साधु कुटुंब परिवार पवित्र परिवार को अनुकरण करवा। सेठी जेपरि यीशु को से माने प्राधान्यता दौथिले, तांकर सुरक्षा पाई से माने चिंता करथिले, सेहीपरि यीशु को जेतेबेले यीशु बढ़िले तांको मंदिर को नेले, जेतेबेले तांकर समय हैला तांको परिच्छेदन कर्म कले, जेरूसालेम को गले पर्व पाई। यही सब माध्यम रे आमाने जानुचु किपरि पिता मातांकर कर्तव्य परिवार प्रति धार्मिक पथरे चलेबा। तेणुक कह जाए प्रवेर बा हितोपदेश लेखा अच्छी जे 22 अध्याय 6 पदरे तुम्हें जदि तुमर पिला मान को छोटरू धर्म पथरे नेब से माने वृद्ध हेले मध्य सेही पथरु केबे विच्युत हेबे नाही। तेणु प्रिय भाई भौणी माने बापा माँ हेले प्रथम शिक्षक, प्रथम विश्वास से माने हस्तांतर करने दरकार। केवल कथारे नुहे किंतु निजर विभिन्न प्रकार व्यवहार द्वारा आमे से मानकु प्रभुंक पथे नेबा। आ स्वामी स्त्री मध्य परस्पर को सम्मान देबा। कहीं बड़ नाई, आदाम बड़ नाई, ताको आग सृष्टि करा जाइछि बोली से नाई। आमे जदि गभीर भाव पढ़िबा जे वास्तव में जेनेसिस बा आदि पुस्तक 1 अध्याय 26-27 पदरे जे ईश्वर मनुष्य को सृष्टि कले। मनुष्य माने पुरुष और स्त्री दुहे। तेणु पुरुष आगे हैला स्त्री पर सेटा द्वितीय विवाहर गोटे पासेज आम पढ़ुचु 2 अध्याय 18 पदरे एवं लेखकंकर दृष्टिकोण भिन्न थाए। किंतु एठी आम देखुचु से माने सम्मान कारण से माने ईश्वर द्वारा सृष्ट आउ भूमिका से माने हुए तो भिन्न हो पारती भूमिका। अर्थात माँ को प्रभु ए प्रकार भाव सृष्टि कले गर्भरू ही शिशुटी जन्म हो बा बापा को यहपरी भाव से सृष्टि कले जे से केवल सुरक्षा दे पारिबो। तेणु साहस शक्ति एगुड़ाक पुरुष को दि जाए। तेबे प्रिय भाई भौणी माने आसतु आमर परिवार को आज ईश्वर केन्द्रिक परिवार करवा, प्रभु को प्रथम स्थान देवा। जेपरि लेखा अछि माथ्यू 6 अध्याय 33 पदरे प्रथमे प्रभु को स्थान दिया, सब किछि आपे आपे आसीबा। द्वितीय रे स्वामी स्त्री मध्य परस्पर सम्मान,
ସମ୍ମାନ ଦେଖାଇବା, ଆଦର କରିବା। ଆଉ ଯେତେବେଳେ ସ୍ତ୍ରୀକୁ କୁହାଯାଉଛି ତୁମେ ସ୍ୱାମୀର ବଶୀଭୂତ ହେବ, ପୁରୁଷକୁ ମଧ୍ୟ କମ୍ ନାହିଁ। ଏଫେସିୟ 5 କୁହାଯାଏ ତୁମେମାନେ ତାଙ୍କୁ ପ୍ରେମ କରିବ। ଯୀଶୁ ଯେପରି ପ୍ରେମ କଲେ, ଯୀଶୁ କେମିତି ପ୍ରେମ କଲେ ମଣ୍ଡଳୀକୁ, ସେ ନିଜର ଜୀବନ ଦେଇକି। ଆଉ ଏଇଟା ଆମେ ଭାବୁନୁ। ତେଣୁ ପତିମାନେ ତାଙ୍କର ପତ୍ନୀମାନଙ୍କୁ ପ୍ରେମ କରିବାକୁ ପଡ଼ିବ। ପୁଣି ପୁଅ ଝିଅମାନେ ସବୁବେଳେ ପିତାମାତାଙ୍କର ବାଧ୍ୟ ହୁଅ, କାରଣ ତାଙ୍କର ଆଜ୍ଞାବହ ହୁଅ। ଆଜି ଅନେକ ବିଷୟ ସୃଷ୍ଟି ହେଉଛି, ଅନେକ ମତାନ୍ତର, ଅନେକ ପ୍ରକାର ଯୁଦ୍ଧ ସ୍ୱାର୍ଥ ଯୋଗୁଁ। ତେଣୁ ଆମେ ଆଜ୍ଞାବହ, ନିଜକୁ ନମ୍ର କରିପାରୁନୁ। ନମ୍ର କରିବା, ଆଜ୍ଞାବହ ବା ଯିଏ ପିତାମାତାଙ୍କ ଆଜ୍ଞାବହ ହେବେ, ତାଙ୍କର ଶେଷ ଦିନରେ ବୃଦ୍ଧ ଅବସ୍ଥାରେ ସେବା କରିବେ। ଆମେ 3ଟି ପ୍ରତିଜ୍ଞା ଶୁଣିଲୁ ଯେ ସେମାନେ ଯେତେବେଳେ ହାତ ଉଠାଇ ପ୍ରାର୍ଥନା କରିବେ, ପ୍ରଭୁ ସେମାନଙ୍କର ପ୍ରାର୍ଥନା ଶୁଣିବେ। ଯେତେବେଳେ ସେମାନେ ସେବା କରିବେ, ସେମାନଙ୍କର ପାପ ପରିହାର କରାଯିବ ଏବଂ ସେମାନେ ଦୀର୍ଘଜୀବୀ ହେବେ। ଅତଏବ ଆସନ୍ତୁ ପ୍ରିୟ ଭାଇ ଭଉଣୀମାନେ, ଆମେ ସମସ୍ତେ ଈଶ୍ୱରଙ୍କର ଆଜ୍ଞାବହ ହେବା, ପିଲାମାନେ ପିତାମାତାଙ୍କର ଆଜ୍ଞାବହ ହେବା, ସ୍ୱାମୀ ସ୍ତ୍ରୀ ପରସ୍ପରକୁ ସମ୍ମାନ ଭାବରେ ଆଦର ଆଉ ପ୍ରେମ କରିବା। ପ୍ରଭୁ ଆମ ସମସ୍ତଙ୍କୁ ଏହି ନାଜାରିତୀୟ ପବିତ୍ର ପରିବାରର ଉଦାହରଣ ଆମମାନଙ୍କ ପାଇଁ ଦେଇଛନ୍ତି। ତାଙ୍କ ତୁଲ୍ୟ ଆମେ ଜୀବନଯାପନ କରିବା, ଯେପରି ପ୍ରଭୁ ଆମ ସମସ୍ତଙ୍କ ପରିବାରରେ ଶାନ୍ତି ଆନନ୍ଦ ପ୍ରଦାନ କରିବେ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।